Two numbers are in the ratio 4:5 and their SCF is 11. Find the LCM of two number. তাহলে ଆମେ ମନେକର ସଂଖ୍ୟା ଦୁଇଟିକୁ ନେବା, ଗୋଟେ ସଂଖ୍ୟାକୁ ନେବା ଯେହେତୁ ରେସିଓରେ ଅଛି, ଗୋଟେ ସଂଖ୍ୟାକୁ ନେବା 4x ଆଉ ଗୋଟେ ସଂଖ୍ୟାକୁ ନେବା 5x। ତାହେଲେ ଏ ଦୁଇ ଜଣଙ୍କର SCF କେତେ ହେବ? SCF କ'ଣ? ହାଏଷ୍ଟ କମନ୍ ଫ୍ୟାକ୍ଟର, ମାନେ ଏ ଦୁଇ ସଂଖ୍ୟାରେ କମନ୍ କିଏ ଅଛି? x ଅଛି। ତାହେଲେ ୟାର SCF କେତେ ହେବ? x। କିନ୍ତୁ ଆମକୁ ଏଠାରେ SCF ଗିଭେନ୍ ଥିଲା କେତେ? 11 ଥିଲା। ତାହେଲେ ଏଠାରେ x ର ଭ୍ୟାଲୁ କେତେ ହେଇଗଲା? 11। ତାହେଲେ ସଂଖ୍ୟା ଦୁଇଟି କେତେ କେତେ ହେଇଯିବ? ଗୋଟେ ହେଲା 4x ମାନେ କେତେ ହେଲା? 4 × 11। ଗୋଟେ ସଂଖ୍ୟା ମିଳିଗଲା ଆମକୁ 44 ଆଉ ଗୋଟେ ସଂଖ୍ୟା ମିଳିଗଲା 5x ମାନେ 5 × 11 ଇଏ ହେଇଗଲା 55। ଓକେ, ତାହେଲେ ତାର LCM ଆମକୁ କେମିତି ମିଳିବ? ଆମେ ଜାଣିଛେ SCF × LCM। SCF × LCM ଆମେ କ'ଣ ଜାଣିଛେ? ପ୍ରଡକ୍ଟ ଅଫ୍ ଟୁ ନମ୍ବର୍ସ। ଠିକ୍ ଅଛି, ପ୍ରଡକ୍ଟ ଅଫ୍ ଟୁ ନମ୍ବର। ତାହେଲେ LCM କେତେ ହେଇଗଲା? ଆମେ ୟାକୁ ଡିଭାଇଡ୍ କରିଦେଲେ ଜାଣିଦେବା କେତେ? 44 × 55 ବାय କେତେ କରିବା? 11 କରିବା। 220। ତାହେଲେ ଅପସନ୍ B ହେବ କରେକ୍ଟ ଆନ୍ସର୍।